ଯେତେବେଳେ ପିଆଜ ରସୁଣର କଥା ଆସେ ସର୍ବପ୍ରଥମେ ଆମ ମନକୁ ପ୍ରଶ୍ନଟିଏ ଉଙ୍କି ମାରେ ଯେ ପିଆଜ ରସୁଣ ତ ଉଦ୍ଭିଦରୁ ଉତ୍ପନ୍ନ, ଗଛରୁ ଉତ୍ପନ୍ନ, ତାହେଲେ ଏଗୁଡ଼ିକ ଆମିଷ କେମିତି ହେଲା? ତେବେ ଚାଲନ୍ତୁ ଏହି ବିଷୟରେ ଆଜି ଆମେ ଆଲୋଚନା କରିବା ସ୍ପଷ୍ଟ ଭାବରେ ଶାସ୍ତ୍ରୀୟ ପ୍ରମାଣ ସହିତ ଏବଂ ଶ୍ଲୋକ ସହିତ। ହରେ କୃଷ୍ଣ। ଆଜି ଆମେ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିବା। ଅନେକ ସମୟରେ ଲୋକମାନେ ପ୍ରଶ୍ନ ପଚାରନ୍ତି, ପିଆଜ ରସୁଣ କାହିଁକି ଆମିଷ? ତାରି ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ଏହି ଭିଡ଼ିଓଟି। ଏଥିରେ ଶାସ୍ତ୍ରର ବିଭିନ୍ନ ତତ୍ତ୍ୱକୁ ଆମେ ଆଲୋଚନା କରିଛୁ। ତେବେ ଚାଲନ୍ତୁ ସମୟ ନଷ୍ଟ ନ କରି ଯଥାଶୀଘ୍ର ଆରମ୍ଭ କରିବା। ପିଆଜ ଓ ରସୁଣକୁ ଆଧ୍ୟାତ୍ମିକ ଆହାରରେ ପୂର୍ଣ୍ଣ ମାତ୍ରାରେ ବର୍ଜନ କରାଯାଇଛି। କାହିଁକି? କାରଣ ସେଗୁଡ଼ିକ ତାମସିକ ଓ ରାଜସିକ ବୋଲି ଧରାଯାଏ ଏବଂ ସେଗୁଡ଼ିକୁ ସାତ୍ତ୍ୱିକ ଚେତନା ପାଇଁ ହାନିକାରକ ଓ ବିଶେଷ କରି ଯୋଗ, ଭକ୍ତି, ତପ ଓ ଧ୍ୟାନ ପାଇଁ। ଭଗବଦ୍ ଗୀତା, ପୁରାଣ, ସ୍ମୃତିଶାସ୍ତ୍ର ଆଧାରରେ ଶ୍ଲୋକ ସହିତ ଚାଲନ୍ତୁ ଏ ସମ୍ପର୍କରେ ବର୍ଣ୍ଣନା କରିବା, ଯାହାକି ଆମେ ପ୍ରସ୍ତୁତ କରିଛୁ। ସର୍ବପ୍ରଥମେ ଭଗବଦ୍ ଗୀତାରେ ଆହାରକୁ ତିନି ଭାଗରେ ବିଭକ୍ତ କରାଯାଏ, ଯେପରି ସାତ୍ତ୍ୱିକ, ରାଜସିକ ଏବଂ ତାମସିକ। ଭଗବଦ୍ ଗୀତାର ଆହାରର ତିନୋଟି ଗୁଣ ଅଛି: ସତ୍ୱଗୁଣର ଆହାର, ରଜଗୁଣର ଆହାର ବା ରଜସ୍ ଇଂଲିଶରେ କୁହାଯାଏ, ଓଡ଼ିଆରେ କୁହାଯାଏ ରଜଗୁଣ, ଏବଂ ତୃତୀୟରେ ହେଲା ତମଗୁଣର ଆହାର। ଭଗବଦ୍ ଗୀତା 17 ଅଧ୍ୟାୟ 8ରୁ 10 ନମ୍ବର ଶ୍ଲୋକ ଭିତରେ ଏ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ସର୍ବପ୍ରଥମ ଶ୍ଲୋକଟି ଆମେ ଦେଖିବା। ଭଗବଦ୍ ଗୀତା 17 ଅଧ୍ୟାୟ 8 ନମ୍ବର ଶ୍ଲୋକ ସାତ୍ତ୍ୱିକ ଆହାର ସମ୍ପର୍କରେ ଯାହା ବର୍ଣ୍ଣନା କରାଯାଇଛି। ଆୟୁ ସତ୍ୱ ବଳାରୋଗ୍ୟ ସୁଖ ପ୍ରୀତି ବିବର୍ଧନାଃ ରସ୍ୟା ସ୍ନିଗ୍ଧା ସ୍ଥିରା ହୃଦ୍ୟା ଆହାରା ସାତ୍ୱିକ ପ୍ରିୟାଃ। ଏହାର ଅର୍ଥ କ'ଣ? ଯେଉଁ ଆହାର ଆୟୁ, ପବିତ୍ରତା, ଶକ୍ତି, ସ୍ୱାସ୍ଥ୍ୟ, ସୁଖ ଓ ମାନସିକ ସ୍ପଷ୍ଟତା ବଢ଼ାଏ, ସେ ପ୍ରକାର ଖାଦ୍ୟକୁ ଆମେ ସାତ୍ୱିକ ଲୋକଙ୍କୁ ପ୍ରିୟ ହୋଇଥାଏ ଏବଂ ସେ ଖାଦ୍ୟକୁ ସାତ୍ୱିକ ଆହାର ବୋଲି କୁହାଯାଏ। ଦ୍ୱିତୀୟ ପ୍ରକାର ଆହାର ହେଲା କ'ଣ? ରାଜସିକ ଆହାର। କଟ୍ୱମ୍ଳ ଲବଣାତ୍ୟୁଷ୍ଣ ତୀକ୍ଷ୍ମ ରୁକ୍ମ ବିଦାହିନଃ ଆହାରା ରାଜସ ଶ୍ରେଷ୍ଠା ଦୁଃଖ ଶୋକାମୟ ପ୍ରଦାଃ। ଆର ଅର୍ଥ ହେଉଛି କ'ଣ? ତିକ୍ତ, ଖଟା, ଲୁଣିଆ, ଅତ୍ୟଧିକ ଗରମ, ତୀକ୍ଷ୍ଣ, ଶୁଷ୍କ ଓ ଜ୍ୱାଳାଦାୟକ ଆହାର ରାଜସିକ ପ୍ରକୃତିର ଲୋକମାନେ ପସନ୍ଦ କରନ୍ତି, ଯାହା ଦୁଃଖ ଓ ରୋଗ ସୃଷ୍ଟି କରେ। ତେଣୁ ଏ ପିଆଜ ରସୁଣ ଯେଉଁ ଆମେ ଖାଉଛୁ, ଏଇଠି ଗୋଟିଏ କାରଣ ହେଲା ଯେ ପିଆଜ ରସୁଣ ଯେଉଁ ଆମେ ଖାଉଛୁ, ଏସବୁ ହେଲା ତୀକ୍ଷ୍ମ ବା ତୀବ୍ର, ଉଷ୍ମ ବା ଗରମ କଲା ଭଳି ଏବଂ ଜ୍ୱାଳାଦାୟକ ଖାଦ୍ୟ, ଦ୍ୱାହି। ତେଣୁ ଏଇ ପିଆଜ ରସୁଣ ଏହି ପ୍ରକାର ଖାଦ୍ୟରେ ଆସେ, ରାଜସିକ ଖାଦ୍ୟରେ। ସେଥିପାଇଁ ଆଧ୍ୟାତ୍ମିକ ସାଧନ କରୁଥିବା ବ୍ୟକ୍ତିକୁ ଏହି ପ୍ରକାର ଖାଦ୍ୟକୁ ତ୍ୟାଗ କରିବାକୁ ପଡ଼ିଥାଏ। ତୃତୀୟ ପ୍ରକାର ଖାଦ୍ୟ କ'ଣ? ତାମସିକ ଆହାର। ଜାତ ଜାମଂ ଗତରସଂ ପୂତି ପର୍ଯ୍ୟୁଷିତଂ ଚ ଯତ୍ ଉଚ୍ଛିଷ୍ଟମପି ଚା ମେଧ୍ୟଂ ଭୋଜନಂ ତାମସ ପ୍ରିୟମ୍। ଅର୍ଥ: ବାସି, ଦୁର୍ଗନ୍ଧଯୁକ୍ତ, ପଚା, ଅପବିତ୍ର, ଅଶୁଚି ଖାଦ୍ୟ ତାମସିକ ପ୍ରକୃତିର ଲୋକଙ୍କୁ ଭାରି ପ୍ରିୟ। ଶାସ୍ତ୍ରମାନେ ପିଆଜ ରସୁଣକୁ ସତ୍ୱ ନୁହେଁ ବରଂ ରାଜସିକ ଏବଂ ତାମସିକ ସମୀପରେ ରଖିଛନ୍ତି। ସେଥିପାଇଁ ଆମେ ସମସ୍ତେ ପିଆଜ ଏବଂ ରସୁଣକୁ ବର୍ଜନ କରୁ, ଯେଉଁମାନେ ଆଧ୍ୟାତ୍ମିକ ଉନ୍ନତି ଦିଗରେ ପ୍ରୟାସ କରିଥାନ୍ତି। ଇଏ ଗଲା ଭଗବଦ୍ ଗୀତାର କଥା। ଦ୍ୱିତୀୟରେ ଆମେ ଦେଖିବା ପୁରାଣରେ କେମିତି ସ୍ପଷ୍ଟ କରାଯାଇଛି। ଏହିଭଳି 5 ଗୋଟି ଆମେ କାରଣ ଦର୍ଶାଇବାକୁ ପ୍ରୟାସ କରିଛୁ। ଦ୍ୱିତୀୟଟି ଆସିଛି ପଦ୍ମ ପୁରାଣର ଉତ୍ତର ଖଣ୍ଡରେ ବର୍ଣ୍ଣନା କରାଯାଇଛି। ଲଶୁନଂ ଗୃଜନଂ ଚୈବ ପଲାଣ୍ଡୁଂ କବକାନି ଚ ଭକ୍ଷେୟେଦୟସ୍ତୋମୋହାତ୍ ସଜାତି ନରକଂ ଧ୍ରୁବମ୍। ଅର୍ଥାତ୍ ରସୁଣ, ପିଆଜ, ମସରୁମ୍ ବା ଛତୁ ଆମେ ଯାହାକୁ କହୁ, ଇତ୍ୟାଦି ଅଜ୍ଞାନବଶତଃ ଯିଏ ଭୋଗ କରୁଥାଏ, ଭୋଜନ କରୁଥାଏ, ତାର ଚେତନା ଅଧୋଗତି ଘଟିଥାଏ। ତାର ଚେତନା ଅଧୋଗତ ହୋଇଥାଏ
ଏଠାରେ ଭୌତିକ ପାପ ନୁହେଁ ବରଂ ଆଧ୍ୟାତ୍ମିକ ପତନ ଉପରେ ଜୋର ଦିଆଯାଇଛି। ତେଣୁ ଆଧ୍ୟାତ୍ମିକ ଉନ୍ନତି କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ରସୁଣ, ପିଆଜ ଏବଂ ଛତୁକୁ ପରିତ୍ୟାଗ କରିବା ଉଚିତ। ତୃତୀୟ କାରଣଟି ଦେଖିବା, ପୌରାଣିକ ଉତ୍ପତ୍ତି। କାହିଁକି ଅପବିତ୍ର ବୋଲି ଧରାଯାଏ ଭବିଷ୍ୟ ପୁରାଣରେ ବର୍ଣ୍ଣନା କରାଗଲା। ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ରାହୁ ଦାନବଙ୍କ ଶରୀରରୁ ପଡ଼ିଥିବା ରକ୍ତ, ଘାମର ବୁନ୍ଦା ଅର୍ଥାତ୍ ଘର୍ମ ଅର୍ଥାତ୍ ଆମର ଯେଉଁ ସ୍ୱେଦ ଝାଳର ବୁନ୍ଦାରୁ ପିଆଜ ଆଉ ରସୁଣ ଉତ୍ପନ୍ନ ହୋଇଥିଲା ବୋଲି ଭବିଷ୍ୟ ପୁରାଣରେ ବର୍ଣ୍ଣନା କରାଯାଏ। ସେହି କାରଣରୁ ସେଗୁଡ଼ିକୁ ଆଧ୍ୟାତ୍ମିକ ଭାବେ ଅପବିତ୍ର ବୋଲି ଧରାଯାଏ। ରାହୁ କାୟାତ୍ ସମୁତ୍ପନ୍ନମ୍ ଲଶୁନମ୍ ପାପବର୍ଦ୍ଧନମ୍। ରସୁଣ ରାହୁଙ୍କର ଶରୀରରୁ ଉତ୍ପନ୍ନ ହୋଇଥିବାରୁ ଅଧୋଗୁଣକୁ ବଢ଼ାଏ, ସେଥିପାଇଁ ତାହାକୁ ପରିତ୍ୟାଗ କରାଯାଏ। ଏବଂ ଚତୁର୍ଥ କାରଣ, ଯାହା ଭାଗବତ ଦୃଷ୍ଟିକୋଣରେ ବର୍ଣ୍ଣନା କରାଯାଏ, ଏହାର ମନ ଓ ଚେତନା ଉପରେ କେଉଁ ପ୍ରକାର ପ୍ରଭାବ ପଡ଼ିଥାଏ ତାହା ମଧ୍ୟ ଆମେ ଶ୍ଲୋକ ସହିତ ଦେଖିବା। ଶ୍ରୀମଦ୍ ଭାଗବତମ୍ ରସମାଳୟମ୍ର 11 ସ୍କନ୍ଧ 25 ଅଧ୍ୟାୟ 13 নম্বର ଶ୍ଲୋକରେ ବର୍ଣ୍ଣନା କରାଯାଇଛି। ସତ୍ୱଂ ରଜସ୍ତମ ଇତି ଗୁଣା ଜୀବସ୍ୟ ନୈସର୍ଗିକାଃ ତୈ ଯୁକ୍ତ ମନସା ଦେହଂ ଆତ୍ମାନମପି ମନ୍ୟତେ। ଅର୍ଥାତ୍ ଗୁଣ ପ୍ରଭାବରେ ମନ ଜୀବର ଚେତନା ଓ ବ୍ୟବହାରକୁ ଗଢ଼ି ତୋଳେ। ତେଣୁ ଆମ ଗୁଣ ଯେଭଳି ରହିବ ସେହି ଅନୁଯାୟୀ ଆମେ ଯେଉଁ ପ୍ରକାର ଖାଦ୍ୟ ଭୋଜନ କରୁ ସେହି ଅନୁଯାୟୀ ଆମର ମନ ଉପରେ ପ୍ରଭାବ ପଡ଼ିଥାଏ, ଆମର ବ୍ୟବହାର ମଧ୍ୟ ହୋଇଥାଏ। ଯେଭଳି ଜଣେ ମଦ୍ୟପାନ କରିଥିବା ବ୍ୟକ୍ତିର ମନ ଭିନ୍ନ ଭିନ୍ନ ପ୍ରକାର ଆସିଥାଏ, ସେ ହୃଦୟ ଖୋଲି କଥା କହିଥାଏ ଏବଂ ତା'ର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଏ। ଠିକ୍ ସେହି ପ୍ରକାର ଖାଦ୍ୟର ପ୍ରଭାବ ଦ୍ୱାରା ଆମର ମନର ସ୍ଥିରତା ବା ବିଚଳିତତା ଆସିଥାଏ, ସେହି ଅନୁଯାୟୀ ଆମର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ। ତେଣୁ ପିଆଜ ଓ ରସୁଣ ମନକୁ ଉତ୍ତେଜିତ କରି କାମ, କ୍ରୋଧ, ଲୋଭ, ବାସନା, ଅଶାନ୍ତି, ଉତ୍ତେଜନା ପରି ଆଳସତା ମଧ୍ୟ ବଢ଼ାଏ। ସେହି କାରଣରୁ ଯେଉଁମାନେ ଯୋଗୀ, ବ୍ରହ୍ମଚାରୀ, ଭକ୍ତ ସେମାନେ ଏସବୁକୁ ଏଡ଼େଇଥାନ୍ତି। ପଞ୍ଚମ କାରଣଟି ଦେଖିବା। ଆମେ ସର୍ବପ୍ରଥମରୁ କହି ରଖୁଛୁ ଯେ 5ଟି କାରଣ ଦର୍ଶାଇବୁ। ପ୍ରୟୋଗରେ ଆମିଷ କାହିଁକି କୁହାଯାଏ? ପ୍ରୟୋଗରେ ପିଆଜ ରସୁଣକୁ ଆମେ ଆମିଷ ବୋଲି କାହିଁକି କହିଥାଉ? ଯଦିଓ ଉଦ୍ଭିଦରୁ ଜାତ ହୋଇଥାଏ ପିଆଜ ରସୁଣ, ତଥାପି ସେଗୁଡ଼ିକୁ ନନଭେଜ୍ ବା ଆମିଷ ବୋଲି ଧରାଯାଏ, କାରଣ ଏହା ରାଜସିକ ତାମସିକ ପ୍ରବୃତ୍ତିକୁ ବଢ଼ାଇଥାଏ, ଯୌନ ଶକ୍ତିକୁ ବିବୁଦ୍ଧ କରେ ଏବଂ ମାନସିକ ସ୍ପଷ୍ଟତାକୁ କମାଏ, ଜପ ଧ୍ୟାନ ଭକ୍ତିରେ ବାଧା ଉତ୍ପନ୍ନ କରେ, ମନ୍ଦିର ଓ ଯଜ୍ଞରେ ନିଷିଦ୍ଧ ହୋଇଥିବାରୁ ଏଗୁଡ଼ିକୁ ଆମେ ବର୍ଜନ କରିଥାଉ। ମନୁସ୍ମୃତିରେ ମଧ୍ୟ ଶ୍ଲୋକ ନମ୍ବର 5.5ରେ ବର୍ଣ୍ଣନା କରାଯାଇଛି। ଲଶୁନଂ ଗୃଜନଂ ଚୈବ ପଲାଣ୍ଡୁଂ କବକାନି ଚ ଅଭକ୍ଷ୍ୟାଣି ଦ୍ୱିଜାନିନାମ୍। ଅର୍ଥ, ରସୁଣ, ପିଆଜ, ଛତୁ ଇତ୍ୟାଦି ଆଧ୍ୟାତ୍ମିକ ଶିଷ୍ଟ ଲୋକଙ୍କ ପାଇଁ ଅଭକ୍ଷ୍ୟ। ତେଣୁ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ମଧ୍ୟ ଏହା ଉପରେ ଦେବା ଉଚିତ। ପିଆଜ ରସୁଣ ଖାଇବା ପାପ ନୁହେଁ, ଏହା ମାଂସ ଭଳି ମଧ୍ୟ ହିଂସା ନୁହେଁ, କେବଳ ଉଚ୍ଚ ଆଧ୍ୟାତ୍ମିକ ସାଧନା ପାଇଁ ଏଗୁଡ଼ିକୁ ଏଡ଼ା ଯାଇଥାଏ। ଏହି ନିୟମ ପାଳନ ଲାଗୁ ହୁଏ ଯେଉଁମାନେ ଭକ୍ତି ସାଧନା କରିବାକୁ ଚାହାନ୍ତି, ଯୋଗ କରିବାକୁ ଚାହାନ୍ତି, ମନ୍ଦିର ପୂଜା ଇତ୍ୟାଦି କରିବାକୁ ଚାହାନ୍ତି ଏବଂ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ଚାହାନ୍ତି, ସେମାନେ ଏଗୁଡ଼ିକୁ ପରିତ୍ୟାଗ କରିବା ଉଚିତ। ବର୍ତ୍ତମାନ ସାରା ଶାସ୍ତ୍ରୀୟ ନିଷ୍କର୍ଷରେ ପହଞ୍ଚିବା, ସାରାଂଶ ନିର୍ଣ୍ଣୟ କରିବା। କାହିଁକି ଏଗୁଡ଼ିକୁ ଆମିଷ ବୋଲି କୁହାଯାଏ? କାରଣ ସର୍ବପ୍ରଥମ କାରଣ ହେଉଛି ଗୀତାର 17 ଅଧ୍ୟାୟ 9 নম্বର ଶ୍ଲୋକ ଅନୁଯାୟୀ ଏହା ତାମସିକ ଏବଂ ରାଜସିକ ପ୍ରବୃତ୍ତିକୁ ବଢ଼ାଏ। ଭାଗବତର କଥା ଅନୁଯାୟୀ ଏହା ଧ୍ୟାନକୁ ବିଘ୍ନ କରେ। ପୁରାଣର କଥା ଅନୁଯାୟୀ ଏହା ଅପବିତ୍ର ଉତ୍ପତ୍ତି ରାହୁଙ୍କର ରକ୍ତରୁ ଉତ୍ପନ୍ନ ହୋଇଥିବାର ତାକୁ ତ୍ୟାଗ କରାଯାଏ। ମନସ୍ମୃତି ଅନୁଯାୟୀ ସାଧକଙ୍କ ପାଇଁ ଏହା ନିଷିଦ୍ଧ ହୋଇଥିବାରୁ ଏହାକୁ ତ୍ୟାଗ କରାଯାଏ। ଗୀତାର 17 ଅଧ୍ୟାୟ 8 ଶ୍ଲୋକ ଅନୁଯାୟୀ ଏହା ସାତ୍ୱିକ ନୁହେଁ, ସେଥିପାଇଁ ଏହାକୁ ତ୍ୟାଗ କରାଯାଏ। ପିଆଜ ରସୁଣ ଚେତନାକୁ ନିମ୍ନମୁଖୀ କରେ ବୋଲି
ଏହାକୁ ହିଁ ଏଡ଼ାଯାଇଥାଏ। ତେଣୁ ଆମେ ସମସ୍ତେ ଭଗବାନଙ୍କର ଭଜନ କରିବା, ଗୁଣଗାନ କରିବା, ନିଜର ମାନବ ଜୀବନକୁ ସାର୍ଥକ କରିବା ପାଇଁ, ଭଗବାନଙ୍କ ଚରଣରେ ମନୋନିବେଶ କରିବା ପାଇଁ, ଭଗବାନଙ୍କର ଭଜନ କରି ଏ ମାନବ ଜୀବନକୁ ସାର୍ଥକ କରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ।